ରାଜନୀତି ଆଉ ପ୍ରଶାସନ କଣ? ନଈରେ ଘର କରି କୁମ୍ଭୀର ସାଙ୍ଗରେ କରି ନା ସେମିତି ନୁହଁ। ରାଜନୀତି ଆଉ ପ୍ରଶାସନ ଥିଓରିରେ ଅଲଗା ଅଲଗା, କିନ୍ତୁ ପ୍ରାକ୍ଟିକାଲରେ ଦୁଇ ଜଣଙ୍କର ବହୁତ ରିଲେସନ ଅଛି। ଦୁଇ ଜଣଙ୍କର ବହୁତ ରିଲେସନ। ଏଟା କେମିତି ବୁଝିବା ନା, ପ୍ରଥମେ ରାଜନୀତି ଦେଖ। ରାଜନୀତି କଣ? ଲୋକମାନଙ୍କର ମତାମତ ଉପରେ ନୀତି ନିର୍ଣ୍ଣୟ କରାଯାଏ। ଏଇଟା ହଉଛି ଥିଓରି। ନୀତି ନିର୍ଣ୍ଣୟ କିଏ କରେ ନା ସିଏମ୍ ପିଏମ୍, ଏମାନେ ଯୋଉ ଇଲେକ୍ଟେଡ ମେମ୍ବର ରହିଲେ, ଯୋଉମାନେ ନିର୍ବାଚିତ ହୋଇ ଯୋଉମାନେ ନିର୍ବାଚନରେ ଜିତିଛନ୍ତି, ଲୋକ ପ୍ରତିନିଧି ଯାହାକୁ କହିବା ସିଏମ୍ ପିଏମ୍। ଏକ୍ସାମ୍ପଲ ସେ କିଏ ବି ଗଲେ, ଯୋଉମାନେ ବି ନିର୍ବାଚନ ଜିତିଲେ ସେମାନେ କଣ, ଏଠି ଏକ୍ସାମ୍ପଲ ଦେଇଛି ସିଏମ୍ ପିଏମ୍। ଏଠି କହିଛି କଣ ନା ଲୋକଙ୍କର ମତାମତ ଉପରେ ନୀତି ନିର୍ଣ୍ଣୟ। ଏଇଟା ହଉଛି ଥିଓରି, ପ୍ରାକ୍ଟିକାଲ ନୁହଁ। ଏଇଟା ହଉଛି ଥିଓରି। କାହିଁକି? ଏମାନେ ନିଜର ମନ ଇଚ୍ଛା ଡିସିସନ ନିଅନ୍ତି। ଏମାନେ ନିଜର ମନ ଇଚ୍ଛା ଡିସିସନ ନିଅନ୍ତି। ମୁଁ ପ୍ରାକ୍ଟିକାଲ କଥା ବି କହୁଛି, ମନ ଇଚ୍ଛା ଡିସିସନ ନିଅନ୍ତି। କିନ୍ତୁ ଏଠି ଥିଓରିକାଲ କୁହାଯାଏ କଣ ନା, ଲୋକଙ୍କର ମତାମତ। ଲୋକମାନଙ୍କୁ କେବେ ପଚାରିଥିଲେ କି? ଲୋକମାନଙ୍କୁ କେବେ ପଚାରିବେନି। ସେମାନେ ଡିସିସନ ନେବେ। ତାଙ୍କର ପ୍ରଶ୍ନ କଣ ନା, କଣ କରିବା ଉଚିତ, କଣ କରିବା। ଏଇଟା ମୁଁ କେବଳ ଏଜୁକେସନ ପାଇଁ ହିଁ କହୁଛି, କୌଣସି ଘୃଣା ଭାବ ନେଇକି ମୁଁ କହୁନି, କିନ୍ତୁ ବାସ୍ତବିକ ସତ୍ୟତା କହୁଛି। ତାଙ୍କର ପ୍ରଶ୍ନ କଣ, କଣ କରିବା ଉଚିତ, କାହା ପାଇଁ ନା ଲୋକମାନଙ୍କ ପାଇଁ କଣ କରିବା ଉଚିତ। ଏଇଟା ହଉଛି ତାଙ୍କର ପ୍ରଶ୍ନ, କଣ କରିବା ଉଚିତ। ଏକ୍ସାମ୍ପଲ ଦେଖ, ଶିକ୍ଷା ଗୋଟେ ମାଗଣା କରିଦବା। ଶିକ୍ଷା ମାଗଣା ସମଗ୍ର ଦେଶରେ ହଉ ବା ସମଗ୍ର ରାଜ୍ୟରେ ହଉ, ଶିକ୍ଷା ମାଗଣା। ଡିସିସନ କିଏ ନେଲା? ଡିସିସନ ନେଲେ ଇଲେକ୍ଟେଡ ମେମ୍ବର। ଡିସିସନ ନେଇଗଲେ। ତ ଏଠି ପ୍ରଶାସନ କଣ କରିବ? ଏଠି ରାଜନୀତି ଆଉ ପ୍ରଶାସନର ସମ୍ପର୍କ କଣ? ପ୍ରଶାସନ କଣ କରିବ? ନୀତିକୁ କାର୍ଯ୍ୟରେ ରୂପ ଦେବା। ଯୋଉ ନୀତି, ଯୋଉ ଡିସିସନ ନେଇଥିବେ ଇଲେକ୍ଟେଡ ମେମ୍ବର ମାନେ ଯୋଉ ନେଇଥିବେ, ସେଟାକୁ ଏକ୍ଜିକ୍ୟୁଟ କରିବା। ଏକ୍ଜିକ୍ୟୁଟ କରିବା, ତାକୁ କାର୍ଯ୍ୟରେ ରୂପାନ୍ତରିତ କରିବା। କିଏ କରିବ? ନେତା ମନ୍ତ୍ରୀ ମାନେ କରିବେ। ନେତା ମନ୍ତ୍ରୀ ମାନେ କେବେ କରିବେ ନାହିଁ। କିଏ କରିବ ନା ଏକ୍ଜିକ୍ୟୁଟିଭ, ଆଇଏଏସ୍ ଓଏଏସ୍ ଯୋଉମାନେ ରହିଲେ ପ୍ରଶାସନିକ ଅଧିକାରୀ, ସେଇ ପ୍ରଶାସନିକ ଅଧିକାରୀ ମାନେ ଏହାକୁ କାର୍ଯ୍ୟରେ ରୂପାନ୍ତରିତ କରିବେ। ମିନିଷ୍ଟର ସିଏମ୍ ସାହେବ କହିଲେ କଣ, ମୁଖ୍ୟମନ୍ତ୍ରୀ ସାର୍ କହିଲେ କଣ ନା, ଶିକ୍ଷା ମାଗଣା କରିଦିଅ ସମ୍ପୂର୍ଣ୍ଣ ରାଜ୍ୟରେ। ଆସିକି ସେ ଜଣେ ଜଣେ ଘୋଷଣା କରିବେ କି ଯେ ଆଜିଠାରୁ ଶିକ୍ଷା ମାଗଣା ହେଇଗଲା, ସମ୍ପୂର୍ଣ୍ଣ ମାଗଣା? ନା, ତାଙ୍କ ପାଖରୁ ଅର୍ଡର ଆସିବ। କାହା ପାଖକୁ ନା ଡିଏମ୍ କଲେକ୍ଟର ସାର୍ଙ୍କ ପାଖକୁ ଅର୍ଡର ଆସିବ। କଲେକ୍ଟର ସାର୍ କଣ ଗାଁ ଗାଁ ଘୋଷଣା କରିବେ? ନା, ସିଏ ତାଙ୍କ ଅଣ୍ଡରରେ ଯୋଉମାନେ ଥିବେ ସେମାନଙ୍କୁ କହିଦେବେ। ଏମିତି ଏମିତି ହେଇ ହେଇ ଗାଁ ସ୍ତରକୁ ପହଞ୍ଚିଲା ବେଳେ ସମସ୍ତେ ଜାଣିବେ ଯେ ଶିକ୍ଷା ଆଜିଠାରୁ ମାଗଣା ହେଲା। ତ ଏଇଟା ହିଁ ହଉଛି ରାଜନୀତି ଆଉ ପ୍ରଶାସନର ସମ୍ପର୍କ, ବେଶୀ କିଛି ନାହିଁ। କିନ୍ତୁ ତଥାପି ବୁଝ, ନୀତିକୁ କାର୍ଯ୍ୟରେ ରୂପାନ୍ତରିତ କରିବ କିଏ ନା ଆଡମିନିଷ୍ଟ୍ରେସନ, ପ୍ରଶାସନ। ଲ ଆଉ ରୁଲ ପ୍ରୋସେସ ଅନୁସାରେ, ନୀତି ଆଇନ ଆଉ ନୀତି ଅନୁସାରେ ସେ କାର୍ଯ୍ୟକୁ ରୂପାନ୍ତରିତ କରିବ କିଏ ନା ପ୍ରଶାସନ। କେମିତି କରିବ? ଏଇଠି ରାଜନୀତି ନିଷ୍ପତ୍ତି ନେଲା ଶିକ୍ଷା ମାଗଣା କରାହବ, କେମିତି କରିବ? ଏଇଟା ହଉଛି ପ୍ରଶାସନର ମୁଣ୍ଡବିନ୍ଧା। ଏଇଟା ହଉଛି ପ୍ରଶାସନର ମୁଣ୍ଡବିନ୍ଧା। ଏଠି ଗୋଟେ ପାରମ୍ପରିକ ଧାରଣା ଆସେ। ଧାରଣା କଣ ନା, ଆମେରିକାର ବହୁତ ବଡ ବିଦ୍ୱାନ ଥିଲେ, ବହୁତ ବଡ ଜ୍ଞାନୀ ଲୋକ ଥିଲେ, ଉଡ୍ରୋ ୱିଲସନ୍ ତାଙ୍କ ନାଁ। ଉଡ୍ରୋ ୱିଲସନ୍। ସିଏ କହିଥିଲେ କଣ ନା, ପ୍ରଶାସନକୁ ଅଲଗା ଆଉ ରାଜନୀତିକୁ ଅଲଗା ଅଲଗା କରିବା ଦରକାର। ମାନେ ଭାଗ ଭାଗ ଡିଭାଇଡ କରିଦେବା ଦରକାର। ପ୍ରଶାସନ ତା ବାଟରେ ଆଉ ରାଜନୀତି ତା ବାଟରେ। ସେ କହିଥିଲେ ସତ, କିନ୍ତୁ ଏଟା ଥିଓରିରେ ହଉଛି, ପ୍ରାକ୍ଟିକାଲରେ କେବେ ହଉନି। କାହିଁକି? ନିଷ୍ପତ୍ତି ନେବ ରାଜନୀତି, କାର୍ଯ୍ୟ କରିବ ପ୍ରଶାସନ। କାର୍ଯ୍ୟ କରିବ ପ୍ରଶାସନ, କିନ୍ତୁ ରାଜନୀତି ତ ନେତାମାନେ ନିଷ୍ପତ୍ତି ନେଇଯିବେ, ସିଏ କାମ କରିବେ ନାହିଁ। ପ୍ରଶାସନ କାମ କରିବ କିନ୍ତୁ ନିଷ୍ପତ୍ତି ନେଇପାରିବ ନାହିଁ। ତ ଏ ଦୁଇଟାକୁ ଅଲଗା ଅଲଗା କରିବା ପାଇଁ କିଏ ମତାମତ ଦେଇଥିଲେ? ଉଡ୍ରୋ ୱିଲସନ୍। ନାଁଟା ମନେ ରଖିଥାନ୍ତୁ, ସେ ଥିଲେ ଆମେରିକାର। ଏ ଯୋଉ ପ୍ରଶାସନକୁ ଅଲଗା ଯୋଉ କରାଯାଏ, କରିବା ପାଇଁ ଯୋଉ ମତ ଦେଇଥିଲେ, ଏ ସିଷ୍ଟମଟା ହେଉଛି ପଲିଟିକ୍ସ ଆଡମିନିଷ୍ଟ୍ରେସନ ଡିକ୍ଟୋମି। ତ ଏ ରାଜନୀତି ଯୋଉ ନିଷ୍ପତ୍ତି ନେଲା ଏବଂ ପ୍ରଶାସନ କାର୍ଯ୍ୟ କଲା, ଏହା ଗୋଟେ ସାଧାରଣ ଭାବରେ ତମେ ବୁଝ। ଗୋଟେ ଗାଁରେ ମନେକର ସଡ଼କ, ରାସ୍ତା ତିଆରି ହବ। ରାସ୍ତା ତିଆରି ହେଲେ କଣ হবে? ଲୋକମାନେ ଏମପି କିମ୍ବା ଏମଏଲଏ ପାଖକୁ ଯିବେ। ମନେକର ଏଠି ଏମଏଲଏ ପାଖକୁ ଗଲେ ଦାବି ଜଣାଇଲେ ଯେ ଆମର ଗୋଟେ 100 ମିଟର ଗୋଟେ ରାସ୍ତା ଗାଁ ମଧ୍ୟରେ ଯାଉ। ରାସ୍ତା 100 ମିଟର ଗ୍ରାଣ୍ଟ ହେଇଗଲା। କିଏ? ଇଲେକ୍ଟେଡ ମେମ୍ବର, ଏମଏଲଏ ହଉ ମୁଖ୍ୟମନ୍ତ୍ରୀ। ଏମଏଲଏ ସାର୍ ଯାଇକି କହିଲେ ମୁଖ୍ୟମନ୍ତ୍ରୀ ଗ୍ରାଣ୍ଟ କରିଦେଲେ, ଟଙ୍କା ଆସିଲା। ଲୋକ ଏକ୍ସପାଇଜେଡ୍ ଯାହା ଆସୁ। ତ ଏମାନେ ନିଷ୍ପତ୍ତି ନେଇଗଲେ କୋଉଠି ନା କାଗଜ କଲମରେ। କାର୍ଯ୍ୟ କରିବ କିଏ? କାର୍ଯ୍ୟ କରିବ ଏକ୍ଜିକ୍ୟୁଟ, ଆଡମିନିଷ୍ଟ୍ରେସନ। ସେ କାମକୁ କରିବ କେମିତି ନା, ସେ ଗ୍ରାମର ମନେକର କଲେକ୍ଟର ସାର୍ଙ୍କୁ ଅର୍ଡର ଆସିଲା, ଡିଏମ୍ ସାର୍ଙ୍କୁ ଆସିଲା ଯେ ଏଇ ଗାଁରେ ରାସ୍ତା ନିର୍ମାଣ ହବ। ଡିଏମ୍ ସାର୍ କଣ କରିବେ ନା, ସେ ଗାଁ ଯୋଉ
ଯୋଉ ବ୍ଲକର ଅଣ୍ଡରରେ ଯାଉଛି ସେଥିର ବିଡିଓକୁ ଡକାଇବେ, ବିଡିଓକୁ କହିବେ ଏଠି ରାସ୍ତା ତିଆରି ପାଇଁ ଆମକୁ ପରମିଶନ ଉପରକୁ ଆସିଛି, ଅର୍ଡର ଆସିଛି, ଆପଣ ଏଠି ରାସ୍ତା ତିଆରି କରିବାର ବ୍ୟବସ୍ଥା କରନ୍ତୁ। ତ ପ୍ରଶାସନ କଣ କରିବ, ଏଠି ବିଡିଓ ଦଉଥିଲେ ବିଡିଓ ମଧ୍ୟ ପ୍ରଶାସନିକ ଅଧିକାରୀ ସେ ଜେଇକୁ ଡାକିବ ଯେ ସାର ଏଠି ଏମିତି ସେମିତି ରାସ୍ତା ହବ, କେତେ ମେଟେରିଆଲ ହବ, କେତେ ଲେବର, କେତେ ଖୋଳା ହବ, କେତେ କଣ କେତେ ଦିନ। ତ କାର୍ଯ୍ୟଟା କିଏ କଲା, କାର୍ଯ୍ୟଟା କଲା ପ୍ରଶାସନ, କିନ୍ତୁ ରାସ୍ତା ତିଆରି ନିଷ୍ପତ୍ତି ନେଇପାରିଲା କି, ନିଷ୍ପତ୍ତି ନେଇପାରିଲା ନାହିଁ। ତେଣୁ ପାରମ୍ପରିକ ଧାରଣା ଅନୁସାରେ ଉଡ୍ର ୱିଲସନ କହିଥିଲେ ଯେ ପ୍ରଶାସନ ଆଉ ରାଜନୀତି ଏ ଦିଟା ସମ୍ପୂର୍ଣ୍ଣ ଅଲଗା ଅଲଗା ହେବା ଉଚିତ। ଉଡ୍ର ୱିଲସନ ତ କହିଥିଲେ ପ୍ରଶାସନ ଆଉ ରାଜନୀତିକୁ ଅଲଗା କରିଦେବା କଥା ସେ କହିଥିଲେ, କିନ୍ତୁ ସେଟା ହଉଛି ପରମ୍ପରା ପୁରାଣ ଧାରଣା। କିନ୍ତୁ ଆଧୁନିକ ଧାରଣା କଣ କହୁଛି, ଆଧୁନିକ ଧାରଣା କହୁଛି ରାଜନୀତି ଆଉ ପ୍ରଶାସନକୁ ଅଲଗା କରିହବ ନାହିଁ, ରାଜନୀତି ଆଉ ପ୍ରଶାସନକୁ ଅଲଗା କରିହବ ନାହିଁ। ଯାହା ହଉଛି ପ୍ରାକ୍ଟିକାଲ କଥା, କାହିଁକି ରାଜନୀତି ଯୋଉ ନିଷ୍ପତ୍ତି ନିଅନ୍ତି ସେଥିରେ ସଜେସନ କିଏ କରେ, ମତାମତ କିଏ ଦିଏ, ମତାମତ ଦିଏ ପ୍ରଶାସନ, ପ୍ରଶାସନ ହିଁ ସେଗୁଡିକ ପାସ୍ କରେ। ଏଇଟା ପ୍ରାକ୍ଟିକାଲ କଥା ମନେ ରଖନ୍ତୁ। ଯୋଉ ସେକ୍ରେଟାରୀ ବୋଲି ଯୋଉ କହୁଛୁ, ସେକ୍ରେଟାରୀ ସଚିବ, ସେମାନେ କଣ ବହୁତ ମନ୍ତ୍ରୀ ବିଭାଗ ମନ୍ତ୍ରୀ ମାନଙ୍କ ଅଧୀନରେ ସେମାନେ ରୁହନ୍ତି, ସେଗୁଡାକ ମୋଷ୍ଟ ଆଇଏଏସ୍ ଅଫିସର, ସେମାନେ ଆଇଏଏସ୍ ଅଫିସର ହିଁ ରୁହନ୍ତି, ପ୍ରଶାସନିକ ଅଧିକାରୀ ଯୋଉମାନେ ସଚିବ ବା ତାଙ୍କର ଯାହା କହତନ। ତ ପ୍ରଶାସନର ମତାମତ, ପ୍ରଶାସନର ସଜେସନରେ ହିଁ ପ୍ରଶାସନ ରେକମେଣ୍ଡ କଲେ ହିଁ ରାଜନୀତି କଣ କରେ ନା ଗୋଟିଏ ଆଇନ ପାସ୍ କରି ଗୋଟିଏ ନିଷ୍ପତ୍ତି ନିଏ। ତ ଏଠି ଯଦି ଆଜି ତ ଆପଣ ମାନେ ଦେଖୁଛନ୍ତି ଏଇଠି ସଜେସନ କଲା ପରେ ମଧ୍ୟ ଯାହା କରପସନ ହଉଛି ସେ କଥା ଛାଡ, ଯଦି ପ୍ରଶାସନକୁ ସମ୍ପୂର୍ଣ୍ଣ ଅଲଗା କରି ଦିଆହବ ତାହେଲେ ରାଜନୀତି ଅଲଗା ଆଉ ଗୋଟେ ଆଡକୁ ଯିବ। ତ ଭାରତୀୟ ପରିପ୍ରେକ୍ଷୀରେ କଣ, ଭାରତରେ କଣ ମନ୍ତ୍ରୀ ହଉଛି ବିଭାଗର ମୁଖ୍ୟ ହେଡ୍ ଅଫ ଦ ଡିପାର୍ଟମେଣ୍ଟ ବୋଲି ଯାହାକୁ କହିବା। ଯେକୌଣସି ବିଭାଗରେ ମନ୍ତ୍ରୀ ରହିଲା, ମନ୍ତ୍ରୀ ହଉଛି ସେ ବିଭାଗର ସମ୍ପୂର୍ଣ୍ଣ ସର୍ବେ ସର୍ବା, ତା ଅଧୀନରେ ପ୍ରଶାସନିକ ଅଧିକାରୀ ମାନେ ଆସନ୍ତି, କିନ୍ତୁ ମନ୍ତ୍ରୀ ହଉଛି ସର୍ବେ ସର୍ବା, ତାର କଥା ଫାଇନାଲ ଶେଷ ନିଷ୍ପତ୍ତି ତାର। କିନ୍ତୁ ପ୍ରଶାସନ ରହୁଛି କଣ, ପ୍ରଶାସନ ହଉଛି ସରକାରଙ୍କ ପ୍ରତି ଦାୟୀ, ପ୍ରଶାସନ ହଉଛି ସରକାରଙ୍କ ପ୍ରତି ଦାୟୀ, ସେ ଉତ୍ତର ଦାୟିତ୍ୱ ହଉଛି ସରକାରଙ୍କ ପ୍ରତି, ସେ ସରକାରଙ୍କ ବିରୁଦ୍ଧରେ କେବେ ଯିବ ନାହିଁ। ସମସ୍ୟା କଣ, ରାଜନୈତିକ ହସ୍ତକ୍ଷେପ ଆଉ ପ୍ରଶାସନିକ ନିରପେକ୍ଷତା ହ୍ରାସ ରହୁଛି। ଏଠି କେମିତି ମନେ କରନ୍ତୁ ଗୋଟେ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଏସପି ତ କେବେ କାହାକୁ ଆରେଷ୍ଟ କରିବନି। ମନେ କରନ୍ତୁ ଗୋଟେ ଥାନାର ଇନଚାର୍ଜ ହେଲେ ଆଇଆଇସି ଇନ୍ସପେକ୍ଟର ଇନଚାର୍ଜ ଜଣକୁ ଆରେଷ୍ଟ କଲା, ଜଣକୁ ଗିରଫ କଲେ, ଗିରଫ କରିକି କୋଉଠି ରଖିଲେ ନା ରଖିଲେ ଜେଲରେ ରଖିଲେ। ତ ତାଙ୍କର ପାଖାପାଖି ଯେ ଲୋକ ଥିବେ, କିଏ ଯେ ଜେଲରେ ରହିଲେ ତାଙ୍କର ପାଖାପାଖି ଯୋଉ ଲୋକ ଥିବେ ସେମାନେ ପଳେଇଯିବେ କୋଉଠିକି, ପଳେଇଯିବେ ଏମପି ବା ଏମଏଲଏ, ତାଙ୍କର ଯୋଉ ଲୋକ ଯୋଉ ବଦରାଜନତା ସହିତ ଅଣ୍ଡରଷ୍ଟାଣ୍ଡିଂ ଥିବ ସେଠିକି ପଳେଇବେ, ସେଠି କହିବେ ସାର୍ ଏମିତି ସେମିତି ଘଟଣା ଘଟିଛି ଆଉ ସେଇ ଲୋକଟାକୁ ଆରେଷ୍ଟ କରି ରଖିଦେଲେ ବିନା କାରଣରେ। ଏଇ ଯୋଉ ରହିଲେ ଏ ରାଜନୀତିଆ ମାନେ ଭଲ ଭଲ କିଛି ବୁଝନ୍ତି ନାହିଁ, ଫୋନ କରିବେ କୋଉଠିକୁ କହିବେ ହଁ ସାର୍ ଏମିତି ସେମିତି ହୋଇଛି ଘଟଣା, ତାଙ୍କୁ ଟିକେ ଛାଡି ଦିଅନ୍ତୁ। ଯଦି ଏସପି ସାର୍ କଣ କରିବେ ନା ଆଇଏସସି କହିବେ ନାଇଁ ଆମେ ଛାଡି ଦିଅ। ଯଦି ଏଠି ଏସପି ମନା କରିଦେଲା 24 ଘଣ୍ଟା ଭିତରେ ଟ୍ରାନ୍ସଫର। ଏ ହଉଛି ପ୍ରଶାସନିକ ଅଧିକାରୀ, ପ୍ରଶାସନିକ ଅଧିକାରୀ। କିନ୍ତୁ ପ୍ରଶାସନିକ ଅଧିକାରୀ କଣ, ପ୍ରଶାସନ ହଉଛି ସରକାର ପ୍ରତି ଦାୟୀ, ସରକାରଙ୍କ ଉପରକୁ ସିଏ କିଭଳି ନିର୍ଦ୍ଦେଶ କରିପାରିବ ନାହିଁ। ଏଠି କଣ ହେଲା ନା ପ୍ରଶାସନିକର କ୍ଷମତା ହ୍ରାସ ପାଉଛି, ହ୍ରାସ କମି ଯାଉଛି। କଣ ହବ, ସରକାର ପ୍ରତି ଦାୟୀ ନହେଲେ ଟ୍ରାନ୍ସଫର ହବ, ବାରମ୍ବାର ବଦଳି ହବ ରାଜନୈତିକ ମାନଙ୍କର ଏଗେନଷ୍ଟ ଯଦି ଗଲା। ଏଠି ରାଜନୀତିର ହସ୍ତକ୍ଷେପ ହଉଛି, ପ୍ରଶାସନିକର କ୍ଷମତା ହ୍ରାସ ପାଉଛି, ବଦଳି ଏବଂ ଦୁର୍ନୀତି ଓ ପକ୍ଷପାତ ମଧ୍ୟ ବହୁତ ଭାବରେ ଚାଲିଛି। ତ ଏଠି ସୁପାରିଶ କଣ, ଏଠି କଣ କଲେ ଏଇ ସମସ୍ୟାକୁ ସୁଧାରା ଯାଇପାରିବ କଣ ନା ପ୍ରଶାସକଙ୍କ ପାଇଁ ନିଶ୍ଚିନ୍ତ କାଳ ତାଙ୍କର ଟର୍ମ ରହିବା ଦରକାର। ମନେକର 3 ବର୍ଷ ରହିବେ, 3 ବର୍ଷ ଧରେ ପ୍ରଶାସନିକ ଅଧିକାରୀ ସେ ଏସପି ହୁଅନ୍ତୁ ବା ଡିଏମ୍ ହୁଅନ୍ତୁ, XYZ ଭିଡିଓଠୁ ଆରମ୍ଭ କରି ପ୍ରଶାସନିକ ବିଭାଗର ସେ ନିଶ୍ଚିନ୍ତ 3 ବର୍ଷ ରହିବେ। ତାଙ୍କ ପାଇଁ ଗାଇଡଲାଇନ ଆସିବା ଦରକାର ଯେ କୌଣସି ରାଜନେତା ତାଙ୍କୁ ଟ୍ରାନ୍ସଫର କରିପାରିବ ନାହିଁ। ସ୍ପଷ୍ଟ ଆଚରଣ ସଂହିତା ଏବେ ଏଟା କହିବା ଭଲ ହଉନି, କିନ୍ତୁ ଆପଣମାନେ ନ୍ୟୁଜରେ ବହୁତ ଦେଖୁଥିବେ ଯେ ଯୋଉ ରାଜନେତା ମାନେ ରହନ୍ତି ସେମାନେ ପ୍ରଶାସନିକ ଅଧିକାରୀ ମାନଙ୍କୁ ଧମକଉଛନ୍ତି, ଏଇଟା ମଧ୍ୟ ଦେଖିଥିବେ। ତ ଆଚରଣରେ ମଧ୍ୟ ସୁଧାର ଆଣିବା ଦରକାର। କାହାର ନା ରାଜନୀତି ବୋଲି ନୁହଁ, ପରସ୍ପର ପ୍ରଶାସନ ଏବଂ ରାଜନୀତି ପେଶାଦାର ନୀତି ପରସ୍ପରକୁ ସମ୍ମାନ ଦେବା ଦରକାର, ତ ରାଜନେତା ମାନେ ଏଠି ମନେ ରଖନ୍ତୁ, ରାଜନେତା ମାନେ କାହାକୁ ସମ୍ମାନ ଦେଇ ଜାଣନ୍ତି ନାହିଁ ଭଲ ଭାବରେ। ଜଣେ 8ମ ପାସ୍ କରିଛି ସେ ମୁଖ୍ୟମନ୍ତ୍ରୀ ହେଇପାରିବେ, କିନ୍ତୁ ଜଣେ ଗ୍ରାଜୁଏସନ କଲା ପରେ ମଧ୍ୟ
ପ୍ରଶାସନିକ ଅଧିକାରୀ ହେବ କି ନାହିଁ ତାର କୌଣସି ଗ୍ୟାରେଣ୍ଟି ନାହିଁ। କିନ୍ତୁ ଏଠି ଅଷ୍ଟମ କ୍ଲାସର ପାୱାର ଅଧିକ, କିନ୍ତୁ ଜଣେ ଗ୍ରାଜୁଏସନ କରିକି ସେ ଠିଆ ହଉଛି ଅଷ୍ଟମ କ୍ଲାସ ପରସ୍ପର ସମ୍ମାନ ଦେବା ଆବଶ୍ୟକ ଏବଂ ପାରଦର୍ଶିତା ଆଉ ଜବାବଦାୟୀ, ଏ ଦୁଇଟି ନୀତି, ପାରଦର୍ଶିତା ଏବଂ ଜବାବଦାୟୀ। ଜବାବଦାୟୀ କଣ? ଏଠି ରାଜନୀତି ପ୍ରଶାସନକୁ ମଧ୍ୟ ଉତ୍ତର ଦେବାର ଦାୟିତ୍ୱ ରହିବା ଦରକାର ଏବଂ ପ୍ରଶାସନ ରାଜନୀତିକୁ ମଧ୍ୟ ଉତ୍ତର ଦେବାର ଦାୟିତ୍ୱ ରହିବା ଦରକାର। କିନ୍ତୁ କଣ ହଉଛି ନା ପ୍ରଶାସନ ହିଁ ଆନ୍ସର। ପ୍ରଶାସନ କାହିଁକି ନା ପ୍ରଶାସନ କଲା ସରକାର ପ୍ରତି ଦାୟୀ। ରାଜନୀତି ଓ ପ୍ରଶାସନର ସମ୍ପର୍କ, ରାଜନୀତି ଓ ପ୍ରଶାସନର ସମ୍ପର୍କ କହିଲେ ସମ୍ପୂର୍ଣ୍ଣ ହଉଛି ଏଇଟା, ଆଉ ଅନ୍ୟ କିଛି ବି ନାହିଁ। ଯଦି ଏହାକୁ ଅଲଗା ଅଲଗା ମଧ୍ୟ କରିଦିଆ ହୁଏ ତାହେଲେ ବାସ୍ତବିକତାରେ ମଧ୍ୟ ବହୁତ କ୍ଷତି ହବ, ଲାଭ ବି ହବ, କ୍ଷତି ମଧ୍ୟ ହବ। ତେଣୁକି ଆମ ଭାରତରେ ଥିଓରି ହିସାବରେ କୁହାଯାଏ ଯେ ରାଜନୀତି ଓ ପ୍ରଶାସନ ଅଲଗା ଅଲଗା, କିନ୍ତୁ ପ୍ରାକ୍ଟିକାଲରେ ଏଇଟା ସମାନ ଅଛି, ଆଉ ଏଇଟା ଭବିଷ୍ୟତରେ କେବେ ମଧ୍ୟ ବଦଳା ଯାଇପାରିବ ନାହିଁ।